आसंतु आम माने भिडियोटी को स्टार्ट करिबा। भिडियोटी को लाइक एवं शेयर करंतु आउ सब्सक्राइब करिबा निमंते भूलंतु नाही। आसंतु डेरी न करी सीधा आम माने आगकु जिबा। मु आजी आपण मानंकु जीसुंको पुनरुत्थान विषय रे कहबाकू जाउछि। जीसु जे परमेश्वर अटंती ताहा जेपरिकी आम्भे माने जानी परिबा ताहा मो संपूर्ण भावरे आपण मनको जणाइबी। जहाँकि आम माने कहूछु गुड फ्राइडे शुभ शुक्रवार। शुक्रवार दिन जीसुंको फारूसी एवं शास्त्री मानक हस्तरे समर्पण करागला। आउ से माने ताहांको मृत्युदंड दे क्रूसरे कंटा विद्ध करी क्रूसरे तांको झुलाइले। दीर्घ 12 घंटा समय रे एही सूर्य ताहांको देखि पारिला नाही। जहाँकि पवित्र धर्मशास्त्र पुस्तक आमମାନଙ୍କୁ बाइबल कहे दिन 12 घंटारू 3 घंटा समय पर्यंत अंधकार होइथिला। इतिहास पुस्तक रे आमମାନଙ୍କର लेखा जाए दिन 12 घंटारू 3 घंटा पर्यंत 3टा पर्यंत अंधार होइथिला। जेहु माने सेठी थिले देखुथिले से माने साक्ष्य अटंती ताहा पवित्र धर्मशास्त्र इतिहास पुस्तक मानक वर्णना करूअछि। जेतेबेले जीसु मृत्यु हेले हारामाथिया जोसेफ नामक जने व्यक्ति ताहांकर मर शरीर को पिलातंको मागी गले तांकर शरीर को मु नहीं समाधि देवी कहिकी। देखंतु प्रधान पिलात मध्य सही समय राज्यपाल राज्य को चलाउथिले। से मध्य तांको समाधि देवा निमंते जीसुंकर शरीर आरामातिया जोसेफ को देइदेले। जेतेबेले जोसेफ ताहा नहीं नूतन समाधि खोला जाइथिबा समाधि रे जीसुंको समाधि दिया गला। आउ तहिरे पत्थरटी ढांकी दिया गला। जेहेतु से स्थान मानकरे अनेके निजे मृत्यु पूर्वर समाधि प्रस्तुत करुथिले ता पत्थर रे खोला जाउथिला। आउ से स्थान रे लोक मानक समाधि दिया जाउथिला। सेहीपरि जीसुंको मध्य से स्थान रे रखी समाधि दिया गला। सही समय आमମାନଙ୍କୁ वाक्य धर्मशास्त्र को माथ्यू लिखित सुसमाचार 27 अध्याय 62 पदरे आमମାନଙ୍କର लेखा जाए। तही आरो दिन अर्थात आयोजन दिवसर परवर्ती दिन प्रधान याजक और फारूसी माने पिलातंक निकटकू एकत्र होई कहिले, महाशय आम्भ मानकर मने पड़ुअछि सेही प्रबंचक जीवित थिबा समय रे कहिथिला 3 दिन उतारे मु उठिबी। देखंतु माने जीसु जेतेबेले थिले सेही समय रे निजे ही से कहिथिले मु मरिबी, मते मारी दिया जीव, मु प्रधान शास्त्री मानक हस्तरे मु समर्पण हेबी, आउ 3 दिन पोरे मु उठी बोली कहिथिले। एहा फारूसी माने पिलातंकु जाई कहउछंती, प्रधान याजक माने आउ फारूसी माने। सेतेबेले
ସେମାନେ କହୁଛନ୍ତି, ଅତଏବ ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନହେଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକମାନଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି। ତାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। ଯଦି ବି ସେ ମୃତମାନଙ୍କ ମଧ୍ୟରୁ ଯଦି ସମାଧିରୁ ଉଠିବେ ବୋଲେ ଆହୁରି ଅନେକ ବିଶ୍ୱାସ କରିବେ। ସେଥି ନିମନ୍ତେ ସେ 3 ଦିନ ସୁରକ୍ଷିତ ରଖାଯାଉ ବୋଲି ପିଲାତଙ୍କୁ ସେମାନେ ପ୍ରଧାନ ଯାଜକମାନେ ଆଉ ଶାସ୍ତ୍ରୀମାନେ ଫାରୁସୀମାନେ ପିଲାତଙ୍କୁ କହିଲେ। ସେତେବେଳେ ପିଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀ ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷିତ କର। ତେଣୁ ସେମାନେ ଯାଇ ପ୍ରହରୀ ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ। ଯେତେବେଳେ ପିଲାତ ଅର୍ଡର କଲେ, ସେତେବେଳେ ସେମାନେ ଯାଇ ସେ ସମାଧି ଯେଉଁଠି କରାଯାଇଥିଲା, ଯୀଶୁଙ୍କର ଶବ ଯେଉଁଠି ରଖାଯାଇଥିଲା, ସେହି ସମାଧିକୁ ସେମାନେ କ'ଣ କଲେ ନା ସମ୍ପୂର୍ଣ୍ଣ ସିଲ୍ କଲେ, ମୁଦ୍ରାଙ୍କ କଲେ। ଯେତେବେଳେ ସମ୍ପୂର୍ଣ୍ଣ ସିଲ୍ କରାଯାଏ ଆଉ କେହି ମଧ୍ୟ ତାହା ଖୋଲା ଯାଇପାରିବ ନାହିଁ। ସମ୍ପୂର୍ଣ୍ଣ ମାଧ୍ୟମରେ ତାହା ଏବେ ମନେକର ଧରାଯାଉ ପୁଲିସ ବିଭାଗ ମାନେ ଅଛନ୍ତି, ସେମାନଙ୍କୁ ଯଦି ଯେତେବେଳେ କୁହାଯିବ ସୁରକ୍ଷିତ କରନ୍ତୁ, ତାହେଲେ ଏମାନେ ସମସ୍ତ ପୁଲିସ ବିଭାଗ ଯାଇ ତହିଁରେ ଜଗି ରଖିବେ। ସେହିପରି ସେହି ସମୟରେ ମଧ୍ୟ ସୈନ୍ୟମାନେ ଥିଲେ ଜଗିବା ନିମନ୍ତେ। ସେହି ସମୟରେ ସୈନ୍ୟମାନେ ଯାଇ ସମାଧିରେ ସିଲ୍ ମାରିଲେ, ଲେପ ଦେଲେ, ଆଉ ସେମାନେ ଦିନ ରାତି 3 ଦିନ ପର୍ଯ୍ୟନ୍ତ ଜଗି ରହିଲେ। ଯେହେତୁ ପ୍ରଧାନ ଯାଜକମାନେ ଆଉ ଫାରୁସୀମାନଙ୍କ ଓ ପିଲାତଙ୍କ ଆଦେଶ ଅନୁଯାୟୀ। କିନ୍ତୁ ଦେଖନ୍ତୁ, ଆଶ୍ଚର୍ଯ୍ୟ ବିଷୟ ଘଟଣା ଘଟି ଯାଉଛି, ଯାହାକି ପବିତ୍ର ଧର୍ମଶାସ୍ତ୍ର ପୁସ୍ତକ ମାଥ୍ୟୁ ଲିଖିତ ସୁସମାଚାର 28 ଅଧ୍ୟାୟ ଆମମାନଙ୍କୁ ବର୍ଣ୍ଣନା କରେ। ବିଶ୍ରାମ ବାର ଶେଷ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। ମାନେ ଦେଖିବାକୁ ପାଉଛୁ ବିଶ୍ରାମର ଶେଷ ହେଲା ଉତ୍ତାରେ, ବିଶ୍ରାମ ବାର ଶେଷ ହେଲା ଉତ୍ତାରେ, ମାନେ ବିଶ୍ରାମ ବାର ସେହି ସମୟରେ ଶନିବାର ଥିଲା। ଆମେ ଦେଖିବାକୁ ପାଉଛୁ ଶନିବାର ଦିନ ବିଶ୍ରାମ ବାର। ବିଶ୍ରାମ ବାର ଯେତେବେଳେ ଗତ ହେଲା, ସପ୍ତାହର ପ୍ରଥମ ଦିନ ଆମମାନେ ଯାହାକି ରବିବାର କହିଥାଉ, ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। ରବିବାର ଦିନ ସକାଳୁ ମଗ୍ଦଲିନୀ ମରିୟମ ଅନ୍ୟ ମରିୟମ ଯେତେବେଳେ ସମାଧି ଦେଖିବାକୁ ଆସିଲେ, କାହିଁକି ନା ବିଶ୍ରାମ ଦିନ ଶନିବାର ଥିବାରୁ ଆମମାନେ ଏବେ ମଧ୍ୟ ଯାହାମାନଙ୍କର ରୀତିନୀତି ଅଛି, ମୃତ୍ୟୁ ଶବ ସତ୍କାର କଲା ପରେ ତହିଁଆର ଦିନ ସକାଳୁ ଯାଇ ଆମମାନେ ତୈଳ ମଖାଇବାକୁ ଯାଉଛୁ। ସେହିପରି ସେମାନେ ବିଶ୍ରାମ ବାର ଥିବାରୁ ଶନିବାର ଦିନ ଯାଇପାରିଲେ ନାହିଁ, କିନ୍ତୁ ତୈଳ ପ୍ରସ୍ତୁତ କରି ରଖି ଯେତେବେଳେ ବିଶ୍ରାମ ବାର ଗତ ହେଲା, ରବିବାର ଦିନ ପ୍ରତ୍ୟୁଷରେ ସକାଳୁ ଉଠି ଏ 2 ଜଣ ମହିଳା ମାନେ ଯାଇଛନ୍ତି। ଯେତେବେଳେ 2 ଜଣ
ମହିଳାମାନେ ସେଠାରେ ଯାଉଛନ୍ତି ସମାଧି ନିକଟରେ। ସେହି ସମୟରେ ଦେଖନ୍ତୁ ଅଘଟଣା ଘଟି ଯାଉଛି। ଆଉ ଦେଖ ମହାଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇ ଦେଇ ତାହା ଉପରେ ବସିଲେ। ତାଙ୍କ ରୂପ ବିଜୁଳି ପରି ଓ ତାଙ୍କର ବସ୍ତ୍ର ହିମ ପରି ଶୁଭ୍ରବର୍ଣ୍ଣ ଥିଲା। ପୁଣି ତାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବତ୍ ହେଲେ। ଦେଖନ୍ତୁ ଆଶ୍ଚର୍ଯ୍ୟ ଘଟଣା। ସେହି ସମୟରେ ଭୂମିକମ୍ପ ମଧ୍ୟ ହେଇଗଲା। ଆଉ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇ ଦେଇ ତାହା ଉପରେ ବସିଲେ। ମାନେ ଯେଉଁ ସମାଧିରେ ପଥର ଘୋଡ଼ା ଯାଇ ସିଲ୍ କରାଯାଇଥିଲା, ସେହି ପଥରକୁ ସ୍ୱର୍ଗରୁ ଦୂତ ଆସି ତାହା ଖୋଲିଲେ, ଗଢ଼ାଇ ଦେଇ ସେହି ପଥର ଉପରେ ବସିଲେ। ପୂର୍ବ କାଳରେ ଆମମାନେ ଶୁଣିଅଛୁ ପଥର ଗୁଡ଼ାକ ଏହିପରି ହାର୍ଡ଼ ନଥିଲା, ଷ୍ଟ୍ରଙ୍ଗ ନଥିଲା। ଆମମାନେ ଦେଖିଛୁ कोई बसाड़ाई बेस्ते कानी आजु बेंजामानासु बाडिंगा बेल लोत लोत मध्य इंजिमासु जेहेतु वेस्ता कि नेंजु पर्यंत आजु मेहपा मोपी मानासु बाडिंगानी लोक मध्य डाकास कड़ाई डुडाना गाडान गिपका मानेरु सेनिंग डेंग मध्य गिपका मानेरु समा कजा मध्य मान बाडिंगा डुडीते का बाडी लोत इंजिबाका समा डुडाना चिन्ह माने माजु डुडा मानाली चिन्ह मध्य माने जेहेतु बाडिंगा लोत लोत इंजिमासु जेते बेले जीसु समाधि की बाच माने ऐसे डेल तनिक जीसु निंगा सेल समय माने स्वर्गदूत सेंडटी जापी माने महाभूमिकंप माने जेते बेले बाडिंगा गुले लोत निसे एम्बा टाणो समाधि पूरा फाटी आते सील बेहसर पूरा खुली आते हाड़ आ जाने एंगा दूतो केवल गोड़े ज्ञान गटे आने बा कोक्ते जो ताहा आम्भे माने देखी बाकु पाउ अच्छो एटार संपूर्ण विषय रे लेखा जाउ अछि आउ जेते बेले ताहा गोड़े हेले प्रहरी माने जेउ माने कि सैन्य माने जोगु थिले से दूतंकर रूप बिजुली परि थिबार देखि से माने मृत बोध हे गले। आजिकालीर लोक माने मध्य एही परिस्थिति घटंता समस्ते डरिबे भाई। सेही समय समस्ते सैनिक माने मध्य डरी पड़ी जाइथिले जेतु अन्य जने आसिले सिना से मानकु से युद्ध करि परिबे कि बंधुक रे मारि परिबे स्वर्गर जने दूत आसुछंती आउ तांको रूप बिजुली बिजुली परि थिला देखंतु बोले किए डरिबो ना आउ से माने मृतबत हेकी पड़ी गले किंतु देखंतु दूत स्त्री लोक मानकु उत्तर दे तुम्भे माने भय कर नाही कारण तुम्भे माने जे क्रूस रे हत जीसुंकर अन्वेषण करूअछ ताहा मु जाने से एठारे नहांती कारण से जेपरी कहिथिले सेही परी उठी अछंती आस से जेहुठारे सोईथिले सेही स्थान देख आउ तुम्भे माने शीघ्र जाई तांको शिष्य मानकु कुह से मृत मानक मध्यरु उठी अछंती पुणी देख से तुम्भ मानक आगे गालिली की जाउ अछंती सेठारे तुम्भे माने ताहांकर दर्शन पाइब देख मु तुम्भ मानकु कहिली जेते बेले एही संवाद से दूतंक ठारु स्त्री लोक माने पाइले महा आनंदर से माने जाई तांकरी शिष्य मानकु कहिले देखंतु प्रिय बंधुगण माने जीसुंको छड़ा एई जगत रे केही मध्य मृत्यु हेई उठी नांती
এই ଜଗତରେ ଅନେକ ପରମେଶ୍ୱର, ଅନେକ ମାନବ ମନୁଷ୍ୟମାନେ, ମହାପୁରୁଷମାନେ ଜନ୍ମ ହେଲେ। ଆଶ୍ଚର୍ଯ୍ୟ କାମ ସେମାନେ ମଧ୍ୟ କଲେ, ବହୁତ ଭଲ କଥା। କିନ୍ତୁ ସେମାନେ ଯେତେବେଳେ ମରିଗଲେ ତାଙ୍କର ଶବ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧି ଦିଆଗଲା। କିନ୍ତୁ ସେମାନଙ୍କର ସମାଧି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଅଛି। କିନ୍ତୁ ଯୀଶୁଙ୍କର ସମାଧି ଆଜି ପର୍ଯ୍ୟନ୍ତ ସେହିପରି ସୁରକ୍ଷିତ ନାହିଁ। ଜଣେ ଏହି କଥା ହିଁ ରାଷ୍ଟ୍ରପତି ଜଣେ କହିଲେ। ଅନେକ ବିଲିଭର୍ସ ମାନେ ଯାଇ ତାଙ୍କୁ ଅନୁରୋଧ କରୁଛନ୍ତି, ବିଶ୍ୱାସୀ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଯାଇ ଅନୁରୋଧ କରିଲେ ଯେ ଅନେକ ମହାପୁରୁଷ ମାନେ ଯେତେବେଳେ ମରିଯାଇ ସମାଧି ଦିଆଯାଇଅଛି, ସେମାନଙ୍କର ମଧ୍ୟ ତୀର୍ଥ ଭ୍ରମଣ କରି ଦେଖିବା ପାଇଁ ସୁଯୋଗ ଦିଆଯାଉଅଛି। ଯେହେତୁ ଅନେକ ହିନ୍ଦୁ ରୀତିନୀତି ପରମ୍ପରା ଭାଇମାନଙ୍କୁ, ହେଲେ ଖ୍ରୀଷ୍ଟିଆନ ସମାଜକୁ ଯୀଶୁଙ୍କର ମଧ୍ୟ ମାନେ ସମାଧି ଦେଖିବା ପାଇଁ ଯିବୁ କହିଲେ ଆମକୁ କାହିଁକି ଦିଆଯାଏ ନାହିଁ? ସେ କହିଲେ, ଦେଖନ୍ତୁ, ହେଲେ ଯୀଶୁ ଜଣେ, ସେ ବି ଜଣେ ଦେବତା। ତେବେ ଯୀଶୁଙ୍କ ବିଷୟରେ କୋଉଠି ଲେଖା ଅଛି, ମୋତେ ତାହାର ପୁସ୍ତକ ଇତିହାସ ବା ଧର୍ମଶାସ୍ତ୍ର ଟିକେ ମୋତେ ଦିଅ, ମୁଁ ପଠନ କରିବି। ତାପରେ ମୁଁ ଆପଣମାନଙ୍କୁ ଖ୍ରୀଷ୍ଟିଆନ ମାନଙ୍କୁ ତୀର୍ଥ ଭ୍ରମଣ କରି ତାଙ୍କରି ସମାଧି ଦେଖିବା ନିମନ୍ତେ ଅନୁମତି ଦେବି। ଯେତେବେଳେ ସେ କହିଲେ ରାଷ୍ଟ୍ରପତି, ଏମାନେ ଯାଇ ଯୀଶୁଙ୍କର ସୁସମାଚାରର ପୁସ୍ତକକୁ ତାଙ୍କୁ ଦେଲେ। ସେ ଭଲ ରୂପେ ଧ୍ୟାନର ସହିତ ପାଠ କଲେ, ଦେଖିଲେ ଯେ ଯୀଶୁ ସତରେ ବହୁତ ଉତ୍ତମ କାମ କଲେ ଆଉ ମୃତ୍ୟୁବରଣ କଲେ। ଯେହେତୁ ନିର୍ଦ୍ଦୋଷ ଲୋକକୁ ତାକୁ ମାରି ଦିଆଗଲା, କୌଣସି ଭୁଲ ମଧ୍ୟ ସେ କରିଲେ ନାହିଁ। ପିଲାତ ସେ ସମୟରେ ମହାନ ମୁଖ୍ୟ ରାଜ୍ୟର ଅଧିକାରୀ ଥିଲେ। ସେ ତାଙ୍କୁ ବହୁତ ବିଚାର କଲେ, କିନ୍ତୁ କୌଣସି ତାଙ୍କୁ ଦୋଷ ହିଁ ପାଇନଥିଲେ। ତିନି ଥର ତାଙ୍କର ବିଚାର କରାଯାଇଥିଲା, ଦୋଷ ମଧ୍ୟ ପାଇନଥିଲେ। ତାହା ସେ ଧ୍ୟାନ କଲେ ଆଉ ତାହାଙ୍କୁ ସମାଧି ଦିଆଗଲା। ସମାଧି ଦେବା ପରେ 3 ଦିନ ଉତ୍ତାରେ ଯୀଶୁଖ୍ରୀଷ୍ଟ ସମାଧିରୁ ଉଠିଲେ, ଅର୍ଥାତ୍ ପୁନର୍ଥିତ ହେଲେ। ପ୍ରଭୁଙ୍କ ନାମରୁ ଧନ୍ୟବାଦ। ତାହା ହେଲେ ସେହି ବ୍ୟକ୍ତି ଯେଉଁକି ଯୀଶୁଖ୍ରୀଷ୍ଟ ସେ ଉଠି ଅଛନ୍ତି, ଯେହେତୁ ସେ ନିଜେ ପରମେଶ୍ୱର ହେବାରୁ ଏହି ଭୂମି ସମାଧି ତାଙ୍କୁ ଧରି ପାରିଲା ନାହିଁ। ତେଣୁ ସେ ଯେମିତି କହିଥିଲେ 3 ଦିନରେ ସେ ଉଠିଲେ। ତାହା ସମ୍ପୂର୍ଣ୍ଣ ରୂପେ ଯେତେବେଳେ ସେ ପାଠ କଲେ, ଏହି ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେ ଡାକି କହିଲେ, ଭାଇ, ମୁଁ ତୁମ୍ଭମାନଙ୍କର ପବିତ୍ର ଧର୍ମଶାସ୍ତ୍ରକୁ ଭଲ ଭାବରେ ଅଧ୍ୟୟନ କଲି, ଦେଖିଲି ଯେ ଯୀଶୁଖ୍ରୀଷ୍ଟଙ୍କର ସମାଧି ଆପଣମାନେ ଯାଇକି ଦେଖିବା ଆବଶ୍ୟକତା ନାହିଁ। ସେମାନେ କହିଲେ, କ'ଣ ହେଲା? ନାଇଁ, ତୁମ୍ଭମାନଙ୍କୁ ମୁଁ ସୁଯୋଗ ଦେବି ନାହିଁ। ଯେହେତୁ ଅନ୍ୟ ଲୋକମାନଙ୍କର, ମହାପୁରୁଷମାନଙ୍କର ସମାଧି ଦେଖିବାକୁ ସମସ୍ତଙ୍କୁ ସୁଯୋଗ ଦେବି, ଯାଆନ୍ତୁ ଦେଖନ୍ତୁ, କିନ୍ତୁ ଯୀଶୁଙ୍କର ସମାଧି ଯାଇକି ଦେଖିବା ପାଇଁ ମୁଁ ଦେବି ନାହିଁ। ସେମାନେ ବହୁତ ବ୍ୟାକୁଳ ହେଲେ। ଖ୍ରୀଷ୍ଟିଆନ ଲୋକମାନେ, କ'ଣ ପାଇଁ ଦେବେନି ଆଜ୍ଞା? ଅନ୍ୟ ଲୋକମାନଙ୍କୁ ଦିଆଯାଉଅଛି, ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ କାହିଁ ଦିଆଯାଉ ନାହିଁ? ସେତେବେଳେ ସେ କହିଲେ, ମୁଁ ଭଲ ରୂପରେ ଧ୍ୟାନ କଲି ପବିତ୍ର ପୁସ୍ତକ, ଆଉ ଯୀଶୁ ସମାଧିରେ ଆଜି ନାହାନ୍ତି। ଯେହେତୁ ଯୀଶୁଙ୍କର ସମାଧି ଆଜି ନାହିଁ, ତାହା ପୁରା ଉନ୍ମୁକ୍ତ ହେଇଅଛି, ଖୋଲା ଯାଇଅଛି।
ଆଉ ଯୀଶୁ ସମାଧିରେ ନାହାନ୍ତି, ସେ ଉଠି ଅଛନ୍ତି। ହାଲେଲୁୟା। ସେଥିପାଇଁ ଯୀଶୁଙ୍କର ସମାଧି ଦେଖିବା ଆବଶ୍ୟକତା ନାହିଁ, ସେ ଯେହେତୁ ସମାଧିରେ ନାହାନ୍ତି। ଏହା ଯେତେବେଳେ କହିଲେ ସେମାନେ ସମସ୍ତେ ଖୁସି ହେଇଗଲେ। ପ୍ରଭୁଙ୍କ ନାମର ଧନ୍ୟବାଦ। ସମାଧି ମାନେ କାହିଁକି ଦେଖିବା? ଯୀଶୁ ତ ମରିନାହାନ୍ତି, ସେ ଉଠିଛନ୍ତି। ସେ ଯେମିତି କହିଥିଲେ ମୁଁ 3 ଦିନରେ ଉଠିବି, ସେ 3 ଦିନରେ ଉଠିଛନ୍ତି। ଯେହେତୁ ସେ ନିଜେ ପରମେଶ୍ୱର ଥିଲେ, ପ୍ରକୃତର ପରମେଶ୍ୱର ଥିବାରୁ ସେ ମୃତମାନଙ୍କ ମଧ୍ୟରୁ ଉଠିଲେ। ସେ ବଞ୍ଚିଥିବା ସମୟରେ 4 ଦିନର ମଢ଼ା ଲାଜାରଙ୍କୁ ମଧ୍ୟ ସମାଧି ଦିଆଯାଇଥିଲା। ଯୀଶୁ ତାହାଙ୍କୁ ଉଠାଇ ଅଛନ୍ତି। ଆଉ ଆଶ୍ଚର୍ଯ୍ୟ ବିଷୟ, ନିଜର କଥା କ'ଣ? ସେଥି ନିମନ୍ତେ ସେ ଯୀଶୁ ସତରେ ପରମେଶ୍ୱର ଅଟନ୍ତି। ତେଣୁ ସେ କହନ୍ତି, ମୁଁ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ଥିଲି, ମୋ ଦ୍ୱାରା ଏ ପୃଥିବୀ ସୃଷ୍ଟି ହେଇଅଛି। ସେଥିପାଇଁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିରୋଧ କରିଥାଉ, ଅନ୍ୟ ଦେବାଦେବୀମାନଙ୍କୁ ସମ୍ମାନ କରିଥାଉ। ଅନ୍ୟ ଦେବାଦେବୀମାନେ କେବଳ ନିଜର ଗର୍ବ ହେତୁ, ନିଜର ଲାଳୟତା ହେତୁ, ନିଜର ଲାଭ ହେତୁ, ନିଜର ପ୍ରଶଂସା ହେତୁ ସେମାନେ ଏହି ଜଗତରେ ଅବତାର ହେଇଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜ ଗୌରବ ନିମନ୍ତେ ନୁହେଁ, ସେ ମାନବ ଏ ସମସ୍ତ ଜଗତର ନିମନ୍ତେ ବଳୀକୃତ ହେବା ନିମନ୍ତେ ସେ ଜଗତକୁ ଆସିଥିଲେ। ତାହା ଆପଣମାନେ ବିଶ୍ୱାସ କରୁଅଛନ୍ତି, ଭଲ କଥା। ଆଉ ଯଦି ସେ 3 ଦିନରେ ଉଠି ଅଛନ୍ତି, ବିଶ୍ୱାସ କରୁଅଛନ୍ତି, ବହୁତ ଭଲ କଥା। ଆପଣମାନେ ଖୋଜନ୍ତୁ କେଉଁ ପରମେଶ୍ୱର ମୃତ୍ୟୁମାନଙ୍କୁ ମଧ୍ୟରୁ ଉଠି ଅଛନ୍ତି। ସେହି ପରମେଶ୍ୱରଙ୍କୁ ଆପଣମାନେ ପୂଜା କରନ୍ତୁ, ସେବା କରନ୍ତୁ। ସେ ହେଉଛନ୍ତି ମୁଖ୍ୟ ପରମେଶ୍ୱର। ସେ କହୁଛନ୍ତି, ଆମ୍ଭେ ସ୍ୱୟମ୍ଭୁ ମୃତ ହେଲୁ, ଦେଖ ଯୁଗେ ଯୁଗେ ଜୀବିତ ଅଟୁ। ଆମ୍ଭ ହାତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି। ସେ କହନ୍ତି, ମୋ ହସ୍ତରେ ମରଣ ଆଉ ଜୀବନର କଞ୍ଚି ଅଛି। ସେଥି ନିମନ୍ତେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାର ଆବଶ୍ୟକତା ଅଛି। ସେଥି ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ହୋଇ ମୃତ୍ୟୁରୁ ଉଠି 500ରୁ ଅଧିକ ଲୋକମାନଙ୍କୁ ଦର୍ଶନ ଦେଲେ, ଆଉ ସେ ସ୍ୱର୍ଗରେ ଯାଇ ଅଛନ୍ତି। ଯେତେବେଳେ ସ୍ୱର୍ଗରେ ଗଲେ, ସେହି ସମୟରେ ଲୋକମାନଙ୍କୁ ଆଉ ତାଙ୍କର ଶିଷ୍ୟମାନଙ୍କୁ କହି ଯାଇଛନ୍ତି, ଦେଖ ମୁଁ ଯେଉଁ ପ୍ରକାର ସ୍ୱର୍ଗରେ ପିତାଙ୍କ ନିକଟକୁ ମୁଁ ଯାଉଅଛି, ସେହି ପ୍ରକାର ପୁନର୍ବାର ମୁଁ ଆଗମନ କରିବି, ଆସିବି। ଆଉ ଯେଉଁମାନେ ମୋ ଠାରେ ବିଶ୍ୱାସ କରିଅଛନ୍ତି, ସେମାନଙ୍କୁ ମୋ ନିକଟକୁ ଘେନିଯିବି। ସତରେ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମ ଆଗମନ ଯେତେବେଳେ କଲେ, ଶିଶୁ ରୂପରେ ଆଗମନ କରି ନିଜକୁ ନମ୍ରତା ଦେଖାଇ ଜଗତର ପାପ ବୋହି ନେବା ନିମନ୍ତେ, ନିଜକୁ କ୍ଷତବିକ୍ଷତ କରି ବଳୀକୃତ କରିବା ନିମନ୍ତେ ଆସିଥିଲେ। କିନ୍ତୁ ଦ୍ୱିତୀୟ ଆଗମନ ଯେତେବେଳେ କରିବେ, ମେଘମାଳାରେ, ତୁରୀ ଧ୍ୱନିରେ ଆଉ ଅଶ୍ୱରେ ଏକ ଖଡ଼୍ଗ ଖଣ୍ଡା ଧରି ଆଗମନ କରିବେ।
ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, କଷ୍ଟ ଦେଇଥିଲେ, ସେମାନେ ମଧ୍ୟ ତାଙ୍କୁ ଦର୍ଶନ କରିବେ। ଆଉ ଯେଉଁମାନେ এই ଜଗତରେ ଥାଇ ଅନେକ ବିଦ୍ରୂପ, ଅନେକ ସମସ୍ୟା କରିଚାଲିଛନ୍ତି ଆଉ ତାଙ୍କରି ସେବାରେ ନାହାନ୍ତି, ସେମାନଙ୍କୁ ବିଚାର କରିବା ନିମନ୍ତେ ଆସୁଅଛନ୍ତି। ତାହା ଆପଣମାନେ ନିଶ୍ଚିତ ଜାଣନ୍ତୁ, ଯେହେତୁ ପବିତ୍ର ଧର୍ମଶାସ୍ତ୍ର ବାକ୍ୟ ଆମମାନଙ୍କୁ ଲେଖାଯାଉଅଛି। ଯୀଶୁ ଯାହା କହିଥିଲେ ତାହା ସଫଳ ହେଇଛି। 3 ଦିନରେ ଉଠି ଅଛନ୍ତି, ପୁଣି ଆଗମନ କରିବି କହିଛନ୍ତି। ନିଶ୍ଚିତ ଆଗମନ କରିବେ, ଆଉ ସେ ବିଚାର କରିବା ନିମନ୍ତେ ଆଗମନ କରିବେ। ସେଥି ନିମନ୍ତେ ସାବଧାନ ସହ ଏହି ଜଗତରେ ଥିବା ସମୟରେ ସଦାପ୍ରଭୁଙ୍କୁ ଆମମାନେ ବିଶ୍ୱାସ କରି ତାହାଙ୍କର ଇଚ୍ଛାନୁଯାୟୀ ଚାଲିବା, ତାହେଲେ ଆମ୍ଭମାନଙ୍କ ନିମନ୍ତେ ଅନେକ ଆଶୀର୍ବାଦ ଏ ଜଗତରେ ପାଇବା ସହିତ ସେ ଆଗମନ କରିବା ସମୟରେ ତାଙ୍କୁ ଦର୍ଶନ କରି ତାଙ୍କ ରାଜ୍ୟକୁ ଆମମାନଙ୍କୁ ନେଇଯିବେ। ସେଥି ନିମନ୍ତେ ମୁଁ ଆପଣମାନଙ୍କୁ ଯୀଶୁ ଯେ ମହାନ ପରମେଶ୍ୱର ଅଟନ୍ତି ଆଉ ମୃତ୍ୟୁରୁ ଉଠି ଅଛନ୍ତି, ତାହା ମୁଁ ଆପଣମାନଙ୍କୁ ଜଣାଇଲି। ଅଳ୍ପ ବାକ୍ୟ କହିବା ଉପରେ ପ୍ରଭୁ ଆପଣ ସମସ୍ତଙ୍କୁ ଶୁଣିବା ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍।